ବନ୍ଧୁଗଣ ଜୟ ଜଗନ୍ନାଥ। ଆଗାମୀ 12 ଦିନ ଏହି ରାଶି ମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବ, ଯାହା ଆର୍ଥିକ ଲାଭ ଆଣିବ ଏବଂ ବୁଧ ବିଶେଷ ଆଶୀର୍ବାଦ ପ୍ରଦାନ କରିବ। ଜ୍ୟୋତିଷ ଶାସ୍ତ୍ରରେ ବୁଧ ଗ୍ରହ ବୁଦ୍ଧି, ଯୋଗାଯୋଗ, ବ୍ୟବସାୟ ଏବଂ କ୍ୟାରିୟର ସହିତ ଜଡ଼ିତ। ଏହି ବିଶ୍ୱାସ କରାଯାଏ ଯେ ଯେତେବେଳେ ବୁଧ ନିଜର ରାଶି ପରିବର୍ତ୍ତନ କରନ୍ତି, ଏହାର ପ୍ରଭାବ ଲୋକଙ୍କ କାମ, ଆର୍ଥିକ ଏବଂ ନିଷ୍ପତ୍ତି ଉପରେ ପଡ଼ିଥାଏ। ବନ୍ଧୁଗଣ, ଏହି ସମୟରେ ବୁଧ ବୃଷ ରାଶିରେ ପ୍ରବେଶ କରିଛନ୍ତି ଏବଂ 29 ମଇ 2026 ପର୍ଯ୍ୟନ୍ତ ସେଠାରେ ରହିବେ। ବନ୍ଧୁଗଣ, ଜ୍ୟୋତିଷ ବିଶ୍ୱାସ ଅନୁସାରେ କିଛି ରାଶି ପାଇଁ ବୁଧର ଏହି ଭ୍ରମଣକୁ ଶୁଭ ବୋଲି ବିବେଚନା କରାଯାଏ। ବ୍ୟବସାୟ, ଗଣମାଧ୍ୟମ, ମାର୍କେଟିଂ, ଶିକ୍ଷା, ଲେଖା ଏବଂ ଯୋଗାଯୋଗ ସହିତ ଜଡ଼ିତ ବ୍ୟକ୍ତିମାନେ ଏଥିରୁ ଲାଭ ପାଇପାରିବେ। କିଛି ରାଶି ପାଇଁ ବୃଷ ରାଶିରେ ବୁଧର ଉପସ୍ଥିତି ଏକ ବରଦାନ। ବନ୍ଧୁଗଣ, ଆସନ୍ତୁ ଜାଣିବା କେଉଁ ରାଶି ଗୁଡ଼ିକ ମେ 29 ପର୍ଯ୍ୟନ୍ତ ଶୁଭ ରହିବ। ବୃଷ ରାଶି। ବୃଷ ରାଶିର ଏହି ସମୟ ବୃଷ ରାଶି ପାଇଁ ଆଶ୍ୱସ୍ତି ଏବଂ ପ୍ରଗତି ଆଣିପାରେ। ବୁଧ ଆପଣଙ୍କ ରାଶିରେ ପ୍ରବେଶ କରିଛନ୍ତି, ତେଣୁ ଏହାର ପ୍ରଭାବ ଅଧିକ ଦୃଢ଼ ଭାବରେ ଅନୁଭୂତ ହୋଇପାରେ। କାର୍ଯ୍ୟରେ ନୂତନ ଦାୟିତ୍ୱର ସୂଚନା ଅଛି। ବନ୍ଧୁଗଣ, ବିକ୍ରୟ, ମାର୍କେଟିଂ ଏବଂ ଗଣମାଧ୍ୟମ ସହିତ ଜଡ଼ିତ ବ୍ୟକ୍ତିମାନେ ନିଜକୁ ଭଲ ସୁଯୋଗ ପାଇପାରନ୍ତି। ନୂତନ ଲୋକଙ୍କ ସହିତ ବ୍ୟବସାୟିକ ସମ୍ପର୍କ ବୃଦ୍ଧି ପାଇବ। ଆର୍ଥିକ ସ୍ଥିତିରେ ଉନ୍ନତି ହୋଇପାରେ। କିଛି ଲୋକ ସେମାନଙ୍କର ଅଟକି ରହିଥିବା ଟଙ୍କା ମଧ୍ୟ ଫେରି ପାଇପାରନ୍ତି। ବନ୍ଧୁଗଣ, ମିଥୁନ ରାଶି। ମିଥୁନ ରାଶି ପାଇଁ ଏହି ବୁଧ ଭ୍ରମଣକୁ ଚିନ୍ତା କରି ଆଗକୁ ବଢ଼ିବାର ସମୟ ଭାବରେ ବିବେଚନା କରାଯାଏ। ବିଦେଶ ସମ୍ପର୍କିତ କାମ ଲାଭ ଆଣିପାରେ। ବନ୍ଧୁଗଣ, ଆଇଟି, ଲେଖା, ଗବେଷଣା ଏବଂ ବିଶେଷଜ୍ଞଙ୍କ କ୍ଷେତ୍ରରେ ଜଡ଼ିତ ବ୍ୟକ୍ତିମାନେ ଭଲ ସୁଯୋଗ ପାଇପାରନ୍ତି। ଖର୍ଚ୍ଚ ବଢ଼ିପାରେ, କିନ୍ତୁ ଆୟର ରାସ୍ତା ମଧ୍ୟ ଖୋଲିପାରେ। ମାନସିକ ଭାବରେ ଆପଣ ପୂର୍ବ ଅପେକ୍ଷା ଭଲ ଅନୁଭବ କରିପାରନ୍ତି। ବନ୍ଧୁଗଣ, ସିଂହ ରାଶି। ସିଂହ ରାଶି ପାଇଁ ଏହି ବୁଧ ଭ୍ରମଣ କ୍ୟାରିୟର ଉନ୍ନତି ପାଇଁ ସୁଯୋଗ ପ୍ରଦାନ କରିପାରେ। ବନ୍ଧୁଗଣ, କାର୍ଯ୍ୟରେ ପଦୋନ୍ନତି କିମ୍ବା ନୂତନ ଦାୟିତ୍ୱର ସମ୍ଭାବନା ଅଛି। ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ସମ୍ପର୍କ ଉନ୍ନତ ହୋଇପାରେ। ବନ୍ଧୁଗଣ, ପ୍ରଶାସନ, ଗଣମାଧ୍ୟମ, ରାଜନୀତି କିମ୍ବା ପରିଚାଳନା ସହିତ ଜଡ଼ିତ ବ୍ୟକ୍ତିମାନେ ଲାଭବାନ ହୋଇପାରନ୍ତି। ସମାଜରେ ସମ୍ମାନ ବୃଦ୍ଧି ହେବାର ସୂଚନା ଅଛି। ବନ୍ଧୁଗଣ, କନ୍ୟା ରାଶି। ଏହି ସମୟ କନ୍ୟା ରାଶି ପାଇଁ ଶୁଭ ଫଳ ଆଣିପାରେ। ଅଧ୍ୟୟନ କରୁଥିବା ବ୍ୟକ୍ତିମାନେ ଭଲ ଫଳାଫଳ ଦେଖିପାରନ୍ତି। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ ଆଶ୍ୱସ୍ତି ପାଇପାରନ୍ତି। ଚାକିରି ଏବଂ ବ୍ୟବସାୟ ଉଭୟରେ ଭଲ ସୁଯୋଗର ସଂକେତ ଅଛି। ଆପଣ ଧାର୍ମିକ କାର୍ଯ୍ୟକଳାପରେ ଆଗ୍ରହୀ ହୋଇପାରନ୍ତି। ଯାତ୍ରା ଲାଭଦାୟକ ହୋଇପାରେ। ମକର ରାଶି। ଆର୍ଥିକ ଦୃଷ୍ଟିରୁ ମକର ରାଶି ପାଇଁ ଏହି ବୁଧ ଗ୍ରହଣକୁ ଭଲ ବୋଲି ବିବେଚନା କରାଯାଏ। ବ୍ୟବସାୟ ଏବଂ ବାଣିଜ୍ୟ ସହିତ ଜଡ଼ିତ ବ୍ୟକ୍ତିମାନେ ଲାଭବାନ ହୋଇପାରନ୍ତି। ପରିବାରରୁ ଆପଣଙ୍କୁ କିଛି ଭଲ ଖବର ମିଳିପାରେ। ପ୍ରେମ ସମ୍ପର୍କ ପୂର୍ବ ଅପେକ୍ଷା ଭଲ ଅବସ୍ଥାରେ ରହିପାରେ। ପୁରୁଣା ଯୋଜନା ସଫଳ ହୋଇପାରେ। କୁମ୍ଭ ରାଶି। ଘର ଏବଂ ପରିବାର ସହିତ ଜଡ଼ିତ କ୍ଷେତ୍ରରେ କୁମ୍ଭ ରାଶି ପାଇଁ ଏହି ବୁଧ ଗ୍ରହଣ ଆରାମଦାୟକ ବୋଲି ବିବେଚନା କରାଯାଏ।
ସମ୍ପତ୍ତି କିମ୍ବା ଯାନବାହନ କିଣିବାର ସମ୍ଭାବନା ଥାଇପାରେ। ଘରୁ କିମ୍ବା ଅନଲାଇନରେ କାମ କରୁଥିବା ବ୍ୟକ୍ତିମାନେ ଲାଭବାନ ହୋଇପାରନ୍ତି। ଘରର ପରିବେଶ ସୁଖଦ ରହିବ ଏବଂ ମନ ପୂର୍ବ ଅପେକ୍ଷା ଅଧିକ ଶାନ୍ତ ଅନୁଭବ କରିପାରେ। ବୁଧ ଗ୍ରହର ପ୍ରଭାବକୁ କାହିଁକି ବିଶେଷ ବୋଲି ବିବେଚନା କରାଯାଏ? ଜ୍ୟୋତିଷ ଶାସ୍ତ୍ରରେ ବୁଧକୁ ବ୍ୟବସାୟ, ତର୍କ ଏବଂ ଜ୍ଞାନର ଗ୍ରହ ଭାବରେ ବିବେଚନା କରାଯାଏ। ତେଣୁ ଯେତେବେଳେ ବୁଧ ଶକ୍ତିଶାଳୀ ହୋଇଥାଏ ସେତେବେଳେ ଅନେକ ଲୋକ ସେମାନଙ୍କ ଚାକିରି, ବ୍ୟବସାୟ ଏବଂ ଆର୍ଥିକ କ୍ଷେତ୍ର